ପିଲାମାନଙ୍କର ସ୍କୁଲକୁ ଯିବାଟା ଦେଖନ୍ତୁ ଖରା ଛୁଟିର ଅବଧି ଆସନ୍ତା 18 ତାରିଖରେ ସରିଛି ଏବଂ ସେଦିନ ସରକାରୀ ସମସ୍ତ ବେସରକାରୀ ସ୍କୁଲ ଗୁଡ଼ାକର ଖୋଲିବା ଆବଶ୍ୟକତା ରହିଛି। ବର୍ତ୍ତମାନ ମୌସୁମୀ ବି ଆସୁଛି ଏବଂ ବର୍ଷା ପଡ଼ୁଛି ଟିକେ ବର୍ତ୍ତମାନ ଟିକେ ପରିବେଶ ଥଣ୍ଡା ବି ଟିକେ ରହୁଛି। ସେ ଦୃଷ୍ଟିକୋଣରୁ ଯଦି ଦେଖିବା ଆମେ ଆସନ୍ତା 18 ତାରିଖରେ ସବୁ ସ୍କୁଲ ଖୋଲିବ। ବର୍ତ୍ତମାନ ସୁଦ୍ଧା ଅନ୍ୟ କୌଣସି ନିଷ୍ପତ୍ତି ହେଇନାହିଁ। ଦେଖାଯାଉ ଯଦି ସେ ସମୟରେ 18 ତାରିଖରେ ପର୍ଯ୍ୟନ୍ତ ଯଦି ଅତ୍ୟଧିକ ଖରା ହୁଏ, ଅସହ୍ୟ ହୁଏ, ପିଲାମାନଙ୍କର ସ୍କୁଲକୁ ଯିବାଟା ଅସୁବିଧା ହୁଏ, ତ ପିଲାମାନଙ୍କର ସୁରକ୍ଷା ଦୃଷ୍ଟିରୁ ସେତେବେଳେ ଚିନ୍ତା କରାହବ। ବର୍ତ୍ତମାନ ସୁଦ୍ଧା କୌଣସି ହେଇନାହିଁ। ବର୍ତ୍ତମାନ ସୁଦ୍ଧା ଆମେ ସମସ୍ତେ ପ୍ରସ୍ତୁତ ଅଛୁ କି ଆସନ୍ତା 18 ସେଗୁଡ଼ାକ ବି 18 ତାରିଖରେ ସ୍କୁଲ ଖୋଲିବା କଥା। ତେଣୁ ସରକାର ଯାହା ଧାର୍ଯ୍ୟ କରିଛନ୍ତି ଖରା ଛୁଟି ହଉ କି ସ୍କୁଲ ଖୋଲିବା ହଉ, ସେଇ ଅନୁସାରେ ବାକି ବି ସେମାନେ ବି ଫଲୋଅପ୍ କରିବା କଥା, ସେଇ ଅନୁସାରେ ସେମାନେ ବି ସ୍କୁଲ ଖୋଲିବା କଥା। ମୁଁ ନିଶ୍ଚୟ ସମସ୍ତଙ୍କୁ ଅନୁରୋଧ କରିବି ଆସନ୍ତା 18 ତାରିଖ ସମସ୍ତେ ସରକାର କୌଣସି ନିଷ୍ପତ୍ତି ନ ନେବା ସମସ୍ତେ ସ୍କୁଲ ଗୁଡ଼ାକ ଏକ୍ସପୋଜର ଭିଜିଟ୍ କୌଣସି ଜାଗାରେ ମନେ କରନ୍ତୁ କୌଣସି ପାଖରେ ଗୋଟେ ଜାଗାରେ ଇଣ୍ଡଷ୍ଟ୍ରି ଅଛି ତ ଇଣ୍ଡଷ୍ଟ୍ରି ବି ସେମାନେ ସେଦିନ ବୁଲି ଦେଖିବା କଥା। ଏମିତି ଅନେକ କିଛି ଛୋଟ ମୋଟ ଯାହାକି କ୍ଷୁଦ୍ର ଶିଳ୍ପ ଥିବ କି ପିଲାମାନେ ଆଉ କିଛି କରିପାରିବେ, ସେଥିରୁ ଶିଖିପାରିବେ। ଯେମିତି କୁମ୍ଭାରଶାଳକୁ ବି ପିଲାମାନେ ସେଦିନ ମାନଙ୍କରେ ଯିବା କଥା, ଯାଇକିନା କିଛି ପ୍ରାକ୍ଟିକାଲ ସେଠି ପିଲାମାନେ ହେବା କଥା ଯେ କ'ଣ ସବୁ ହଉଛି ପ୍ରକୃତରେ। କେବଳ ବହିରେ ସୀମିତ ନ ରହି ସେମାନେ କେମିତି